ଜଗନ୍ନାଥ ହେଇଥିବେ ତାଙ୍କ କୃପା ହେଇଗଲା। ଜଗନ୍ନାଥ ସମସ୍ତଙ୍କୁ ଇନଫ୍ଲୁଏନ୍ସ କରି ରଖିଛନ୍ତି, ସମସ୍ତଙ୍କୁ। मला ଜଗନ୍ନାଥ ଓଡ଼ିଶାର ଓଡ଼ିଆଙ୍କର ପ୍ରକୃତ ଦେବତା କିଏ? ଜଗନ୍ନାଥ। ଜଗନ୍ନାଥ ତାଙ୍କ ମୁରବୀ କିଏ? ଜଗନ୍ନାଥ। ତାଙ୍କ ସମସ୍ତ ପ୍ରତ୍ୟେକଙ୍କର ହୃଦୟର ଦେବତା ହେଉଛନ୍ତି ଜଗନ୍ନାଥ। ଜଗନ୍ନାଥ ଛାଡ଼ିଦେଲେ ଆମେ ବଞ୍ଚିପାରିବାନି ବା ଜଗନ୍ନାଥ ଦେବତା ରହିପାରିବେନି ଆମକୁ ଛାଡ଼ି ଦେଇକି। ନା, ଜଗନ୍ନାଥ ମତେ ଲାଗୁଛି ମାନେ ସବୁ ଭଗବାନଙ୍କୁ ଆମେ ଭଗବାନ ବୋଲି ପୂଜା କରୁ, ଜଗନ୍ନାଥଙ୍କୁ ଆହୁରି ଅଧିକ ନିଜର କରୁନୁ ସେ ତ ଆମର କ'ଣ କହିବି, ସେ ତ କହିଛନ୍ତି ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ଯିଏ ଯେଉଁ ରୂପରେ ଡାକିବ ମୁଁ ସେଇ ରୂପରେ ତା ପାଖରେ ଠିଆ। ମୁଁ ମଧ୍ୟ କରୋନା ସମୟରେ କହିବା କଥା ନୁହଁ, ଜଗନ୍ନାଥ ପାଖରେ ଆସିକି ମଧ୍ୟ ଦେଖା କରିଥିଲା ଭଳିଆ ମୋତେ ଲାଗିଲା। ସମସ୍ତେ କରୋନାରେ ପଡ଼ିଥିଲୁ 4 ଜଣ ଯାକ, ଭଗବାନଙ୍କ ପଦ 4 ଜଣ ଯାକ ଆମେ ସେ କରୋନାରେ ଆସିଛୁ। ଏଇ ଶେଷ ରଥଯାତ୍ରାରେ ଯେତେବେଳେ ଯାଇଥିଲେ ରଥଯାତ୍ରା ସମୟରେ ପୁରୀ, କେମିତି ଥିଲା ସେଇ ଟାଇମରେ? ମାନେ କେମିତି ଫିଲ୍ କରିଥିଲେ କି ହ୍ୱିଲ୍ ଚେୟାରରେ ବସିକି ବି ଯାଇଥିଲେ ଆପଣ? ଓହୋ, ସେ ତ ଯାଇଥିଲା ନାତି, ସବୁ ନାତି ହେଉଛି ମୂଳ ଇଏ, ସବୁ ସେ ନାତିର ଚେଷ୍ଟା। ମୁଁ ଯିବା ଅବସ୍ଥାରେ କିଛି ନଥିଲି, ସଦାବେଳେ ମୋର କବିତା ସେଥିରେ ଅଛି, ସେ ଜଗନ୍ନାଥ ମୁଁ ତ ଆଉ ଯାଇପାରିନି, ଇଏ ହେଇଗଲି, ବୟସ ହେଇଗଲା, ଆଉ ଦେଖିପାରିବିନି, ତମ ପାଖକୁ ଯାଇପାରିବିନି, ଦେଖିପାରିବିନି, ଯାଇ ହେଉନି। ସିଏ ତ ପ୍ରକୃତ କହିବା କଥା ଭଗବାନଙ୍କ କୃପା ତାକୁ ଦେଇଛନ୍ତି ସବୁବେଳେ ନାତିଟିଏ। ସିଏ ପ୍ରତି ମୁହୂର୍ତ୍ତରେ ସେ ପ୍ରତି କଥା ଗୁଡ଼ିକ ଅନୁସରଣ କରେ ଏବଂ ଫଲୋ କରେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ମୋ କ୍ୱାଲିଟି ଗୁଡ଼ା ସବୁ ତା ପାଖରେ ପ୍ରାୟ ରହିଛି। ସେ ଦେଖେ ସଦାବେଳେ ବାପା ବାପା ହେଉଛି, ବାପା ଜଗନ୍ନାଥ କିନ୍ତୁ ଯିବେ ଆଗ, ସିଏ ପଳେଇବ 2 ଦିନ 3 ଦିନ ତା ସେ ବୁଲିକି ତା ସେ କାମ କରି ଆସିବ ବୋଲି, ତା ବୋହୂ ଯିବ ଦେଖିକିରି ପଳେଇ ଆସିବ, ପୁଅ ମା' 2 ଜଣ ଯାକ ଚିନ୍ତା କରିବେ ଆଉ ବାପାଙ୍କୁ କେମିତି ନେବା। ବାପା ତ ଜଗନ୍ନାଥ ପ୍ରେମୀ, ଜଗନ୍ନାଥଙ୍କୁ ଦେଖେଇଦେବା। ସାଙ୍ଗେ ସାଙ୍ଗେ ଗଲା ଥର ନେଇଥର ଥରେ ଗଲା ବର୍ଷ, ଏ ବର୍ଷ ବି ଧରିକିରି, ଏ ବର୍ଷ ହୁଇଲ୍ ଚେୟାର ଦେଖିଲା ଯେ ଅସୁବିଧା ସବୁ ହେଉଛି, ହୁଇଲ୍ ଚେୟାର ଧରିକିରି ଗଲା ଏବଂ ସ୍ୱତନ୍ତ୍ର ସମସ୍ତେ ଧରି, ପୁଅ ମୁଁ ବୋହୂ 4ଟା ଲୋକ ତ ଘରେ, ପୁଅ ନାତି, ନାତୁଣୀଟା ନାତୁଣୀ ବାହା ହେଇ ପଳେଇଛି, ଆଉ ବାକି ତ ଆମେ 4 ଆଉ କ'ଣ, ଆମେ ବୋପା ପୁଅ, ସେ ବୋପା ପୁଅ। ଡାକରା ଥିଲା ଜଗନ୍ନାଥଙ୍କୁ। ହଁ କହନି, ଏକଦମ ତାପରେ ସେ ସାଙ୍ଗେ ସାଙ୍ଗେ ଗାଡ଼ି ତ ଅଛି ଆମର, ସେ ଗାଡ଼ି ଧରିକି ପଳେଇଲା। ସେଇଠୁ ତାପରେ ହ୍ୱିଲ୍ ଚେୟାରରେ ମୋ ଚାଲିଲି, ପଳେଇଲୁ, ଜଗନ୍ନାଥଙ୍କ ଆଗରେ ଠିଆ କରିଦେଲା। ଏଇ ଦର୍ଶନ ଦେଖାଯାଉଛି, ଏଇ ଫଟୋ ଦେଖୁଛନ୍ତି, ସେ ଫଟୋ ସେ ବୋହୂ ନେଇ ଆସିଛି, କହିଲା ବେଳକୁ ମୁଁ କାନ୍ଦି ପକାଏ। ତେଣୁ ମୋତେ ସମସ୍ତେ ଜଗବନ୍ଧୁ ଆପଣ କାହିଁ ଏତେ ବ୍ୟସ୍ତ ହେଇପାରୁଛନ୍ତି?